ନମସ୍କାର। ମୁଁ ଆଉ ଥରେ ଆପଣମାନଙ୍କୁ ଆମ ଓଡ଼ିଆ ସାବା ସ୍କୁଲ ପାଠରେ ସ୍ୱାଗତ କରୁଅଛି। ମୁଁ ଆଶା କରୁଛି ଆମ ଏହି ଓଡ଼ିଆ ସାବା ସ୍କୁଲ ପାଠ ଆପଣମାନଙ୍କୁ ଆଧ୍ୟାତ୍ମିକ ରୂପେ, ଶାରୀରିକ ରୂପେ, ମାନସିକ ରୂପେ ସାହାଯ୍ୟ କରୁଅଛି। ଆପଣଙ୍କ ସମ୍ପର୍କ ଖ୍ରୀଷ୍ଟଙ୍କ ସମ୍ପର୍କ ଏକ ଘନିଷ୍ଠ ରୂପେ ଗଠିତ ହେଉଅଛି। ବନ୍ଧୁ, ଚାଲନ୍ତୁ ଆମେ ଏହି ସପ୍ତାହର ପାଠ ଆରମ୍ଭ କରିବା। ଆଉ ଏହି ସପ୍ତାହର ପାଠ ହେଉଛି ପୃଥିବୀର ଅନ୍ତିମ ଘଟଣା ବୋଲି, ଅର୍ଥସ୍ କ୍ଲୋଜିଂ ଇଭେଣ୍ଟସ୍। ଏହା ଅଧିକ ରୂପେ ଜାଣିବା ପୂର୍ବେ ଚାଲନ୍ତୁ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ଅନ୍ତର୍ଯ୍ୟାମୀ ସର୍ବଶକ୍ତି ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ସମୟମାନଙ୍କୁ ପ୍ରଦାନ କରିଅଛ ତୁମ ସେହି ସାବାସ୍କୁଲ ପାଠ ପଢ଼ିବା ପାଇଁ, ଏହା ବୁଝିବା ପାଇଁ ଆମମାନଙ୍କୁ ଶକ୍ତି ପ୍ରଦାନ କର, ଜ୍ଞାନ ପ୍ରଦାନ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରିକି ତୁମ ସେହି ବାକ୍ୟ ଆମେ ବୁଝିପାରିବ। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ, ସୁସ୍ଥ ସବଳରେ ରଖ, ଯେପରିକି ତୁମ ସେହି ଆଗମନ ପାଇଁ ଆମେ ପ୍ରସ୍ତୁତ ହୋଇପାରିବୁ। ଆଉ ପରିଶେଷ ଯେବେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଯେପରିକି ଆମେ ଏହି ସପ୍ତାହରେ ବା ଏହି 3 ମାସରେ ଆମେ ଶିକ୍ଷା କରୁଛେ କି ମହାନ ସଂଘର୍ଷ ବିଷୟରେ ଆଉ ସେହି ମହାନ ସଂଘର୍ଷରେ ଯାହା ଆମେ ଶିକ୍ଷା କଲୁ, ସତ୍ୟ ଓ ମନ୍ଦ, ଭୁଲ ସଠିକ, ଭୁଲ ଧାରଣା ସଠିକ ଧାରଣା, ଭୁଲ ଚିନ୍ତାଧାରା ସଠିକ ଚିନ୍ତାଧାରା, ଯାହା ଶୈତାନ ଆଉ ଯୀଶୁଙ୍କ ମଧ୍ୟରେ ଚାଲିଅଛି। ସତ୍ୟ ଦିନରେ ପୂଜା କରିବା ଆଉ ଯାହା ପ୍ରଭୁଙ୍କ ନିୟମ, ପ୍ରଭୁଙ୍କ ଆଜ୍ଞା ପାଳନ କରିବା, ମଣିଷମାନଙ୍କ ଆଜ୍ଞା ପାଳନ କରିବାର ଉଚିତ ନୁହେଁ, ସେହି ବିଷୟରେ ଆମେ ଶିକ୍ଷା କରି ଆସିଅଛୁ। ତାହେଲେ ଚାଲନ୍ତୁ ଏହି ସପ୍ତାହର ପାଠ ଆମେ ଦେଖିବା। ଆଉ ଏହି ସପ୍ତାହର ପାଠ ହେଉଛି ପୃଥିବୀର ଅନ୍ତିମ ଘଟଣା ବୋଲି, ଅର୍ଥସ୍ କ୍ଲୋଜିଂ ଇଭେଣ୍ଟସ୍। ଯାହା ଯେଉଁ ଘଟଣା ଗୁଡ଼ାକ ଘଟିବାକୁ ଯାଉଅଛି ସେହି ବିଷୟରେ ଆମେ ବିଶେଷ ଭାବରେ ଆମେ ଏହି ସପ୍ତାହରେ ଦେଖିବା। ତା ପୂର୍ବରେ ଚାଲନ୍ତୁ ଆମ ସ୍ମରଣୀୟ ପଦ ଦେଖିବା, ଯାହା ହିତୋପଦେଶ 23:23 ପାଉଅଛୁ। ବୁଦ୍ଧିମାନ ସଲୋମନ ରାଜା କହନ୍ତି କି ସତ୍ୟକୁ କିଣ ବା ସତ୍ୟତା କିଣ, ପୁଣି ତାହା ବିକ ନାହିଁ। ଜ୍ଞାନ ଓ ଉପଦେଶ ଓ ସୁବିବେଚନା କିଣ ବୋଲି ହିତୋପଦେଶ 23:23 ଆମେ ପାଉଅଛୁ। ସାଧୁ ସେହି ରାଜା ସଲୋମନ ରାଜା, ସେହି ବୁଦ୍ଧିମାନ ରାଜା ଏହିପରି ଆମମାନଙ୍କୁ ଶିକ୍ଷା ପ୍ରଦାନ ଦେଉଛନ୍ତି କି ଆମେ ସତ୍ୟକୁ କିଣିବାର ଅଛି, ତାହାକୁ ଆମେ ବିକିବାକୁ ନାହିଁ। ବା ସେ କହନ୍ତି ଜ୍ଞାନ ଓ ଉପଦେଶ ଓ ସୁବିବେଚନା କିଣ ବୋଲି ସେ କହୁଛନ୍ତି। ବନ୍ଧୁ, ଧରନ୍ତୁ ଆପଣଙ୍କ ଝିଅ ପୃଷ୍ଠ ଛୁଟି ପାଇଁ କଲେଜରୁ ଗାଡ଼ି ଚଲାଇ ଘରକୁ ଆସୁଥିଲା, ଆଉ ସେତେବେଳେ ତୁମେ ତାର ଆସିବା ବାଟକୁ ଅପେକ୍ଷା କରୁଅଛ। ତୁମେ ଉତ୍କଣ୍ଠା ସହିତ ପାଣିପାଗ ରିପୋର୍ଟ ଗୁଡ଼ିକ ନିରୀକ୍ଷଣ କର। ପାଣିପାଗ ବେଶୀ ଖରାପ ହେବାରୁ ଆପଣ ଚିନ୍ତିତ ହୋଇପାରନ୍ତି। ଦିଗହରା ହୋଇ ପଡ଼ିଛି, ଝଡ଼ ତୋଫାନ, ବାଦଲ, ପ୍ରବଳ ବେଗରେ ପବନ ବହୁଛି, ବର୍ଷା ହେଉଛି,
ଫଳରେ ଗଛ ଗୁଡ଼ିକ ଟଲି ଯାଇଛି। ଖୁବ୍ ଶୀଘ୍ର ମୁଖ୍ୟ ରାସ୍ତା ଘରକୁ ଯିବା ଆସିବା ଅସମ୍ଭବ ହୋଇପାରିଛି। ତାପରେ ଆପଣଙ୍କ ଜଣେ ପଡ଼ୋଶୀ ଲୋକ ବା ପଡ଼ୋଶୀଙ୍କ ଠାରୁ ଶୁଣିବାକୁ ପାଇଲେ ଯେ ଅନ୍ୟ ରାସ୍ତା ଯିବାର ସମ୍ଭବ। କାର ଗୁଡ଼ିକ ଉପରେ କିଛି ତଳକୁ ଖସି ଯାଇଥିବା ବୃକ୍ଷର ଢାଳ ଚାରିପଟେ ପଡ଼ିଛି। ଏହିପରି ତୁମ ସେଇ ପଡ଼ୋଶୀରୁ ଶୁଣ। ଯୋଗାଯୋଗ କରିବା କଷ୍ଟସାଧ୍ୟ ହୋଇଥିଲା ମଧ୍ୟ ଆପଣ ଝିଅକୁ ଏକ ଟେକ୍ସଟ ମେସେଜ ପାଇପାରିବେ, ଯେଉଁଥିରେ ସେ କିପରି ସୁରକ୍ଷିତ ଭାବେ ଘରକୁ ଆସିପାରିବ ସେ ବିଷୟରେ ଯତ୍ନର ସହ ବିବରଣୀ ଦିଆଯାଇଛି। ବନ୍ଧୁ, ମନେ ରଖନ୍ତୁ, ସବୁଠାରୁ ବଡ଼ କଥା ହେଲା ଯୀଶୁ ଆମକୁ ଜୀବନର ଝଡ଼ରୁ ଉଦ୍ଧାର କରି ଘରକୁ ଆଣିବାକୁ ଚାହୁଁଛନ୍ତି। ଏହା ହେଉଛି ସବୁଠାରୁ ବଡ଼ କଥା। ଈଶ୍ୱର ଓ ତାଙ୍କ ବାକ୍ୟ ପ୍ରତି ବିଶ୍ୱସ୍ତତା ଯୁଗ ଯୁଗ ଧରି ଭୁଲ ଓ ସଠିକ, ମନ୍ଦ ଓ ଭୁଲ ବିଷୟରେ ମହାନ ସଂଘର୍ଷ ଚାଲିଛି। ମନେ ରଖନ୍ତୁ, ଶୈତାନ ହେଉଛି ମିଥ୍ୟାବାଦୀର ପିତା। ଶୈତାନ ପ୍ରାରମ୍ଭରୁ ମିଥ୍ୟାରେ ଲୋକମାନଙ୍କୁ ଈଶ୍ୱରଙ୍କ ବିରୁଦ୍ଧରେ କଢ଼ାଇ ନେଇଅଛି। ଶୈତାନ ସବୁବେଳେ ଚେଷ୍ଟା କରିଥାଏ କି ଈଶ୍ୱରଙ୍କ ବାକ୍ୟ ସତ୍ୟ ନୁହେଁ। ମନେ ରଖନ୍ତୁ, ଯୀଶୁ ଖ୍ରୀଷ୍ଟ ଘୋଷଣା କରିଥିଲେ, ସେ କହିଲେ, ମୁଁ ସେହି ପଥ, ସତ୍ୟ ଓ ଜୀବନ। ହଁ ବନ୍ଧୁ, ଯୀଶୁ ସେହି ପଥ, ସତ୍ୟ ଓ ଜୀବନ। ଆଉ ଶୈତାନ ଚାହେଁ ନାହିଁ କି ଆମେ ସେହି ସତ୍ୟ ପଥରେ ଆମେ ଚାଲୁ, ସେଇ ଜୀବନ ଆମେ ପ୍ରାପ୍ତ କରୁ। ଏହା ଶୈତାନର ଇଚ୍ଛା ନାହିଁ। ସେ ଚାହେଁ କି ମନୁଷ୍ୟ ବିନଷ୍ଟ ହଉ। ସେ ଚାହେଁ କି ମନୁଷ୍ୟ ସ୍ୱର୍ଗରାଜ୍ୟ ନ ଯାଉ। ଏଥି କାରଣରୁ ଗୀତ ଲେଖକ ଗୀତ ସଂହିତା 119 105ରେ ସେ ଘୋଷଣା କରେ, ସେ କହନ୍ତି, ତୁମ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ବନ୍ଧୁ, କିପରି ଗୀତ ଲେଖକ ଈଶ୍ୱରଙ୍କ ବାକ୍ୟକୁ ପରିଚୟ ଦେଉଛନ୍ତି ଦେଖନ୍ତୁ। ସେ କହନ୍ତି, ଈଶ୍ୱରଙ୍କ ବାକ୍ୟ ଆମ ପାଇଁ ପ୍ରଦୀପ, ଈଶ୍ୱରଙ୍କ ବାକ୍ୟ ଆମ ଚାଲୁଥିବା ପାଦ, ଆମ ଚାଲୁଥିବା ବାଟ ପାଇଁ ଆଲୁଅ। ହଁ, ଆମମାନେ ସମସ୍ତେ ଏହି ପାପମୟ ଦୁନିଆରେ ଆମେ ଭ୍ରମଣ କରୁଛୁ। ଆଉ ସେଇ ଭ୍ରମଣ ସମୟରେ ଆମେ ଝୁଣ୍ଟି ପଡ଼ିଥାଉ, ଆଉ ବାଧା ପାଇଥାଉ। ଆଉ ଏଠି ଆମେ ପାଉଅଛୁ, ଗୀତ ଲେଖକ କହନ୍ତି କି ତୁମ ବାକ୍ୟ ମୋ ପାଇଁ ଆଲୁଅ, ମୋ ପାଇଁ ପ୍ରଦୀପ, ଯାହାକି ମତେ ପଥ ଦେଖାଇବ। ଆଉ ସେଇ ପଥରେ ଆମେ ନ ଯାଉ, ସେଇ ବାକ୍ୟକୁ ଆମେ ନ ମାନୁ, ଏହା ଶୈତାନର ଇଚ୍ଛା। ଶୈତାନ ଚାହେଁ କି ମନୁଷ୍ୟ ତା ସହ ବିନଷ୍ଟ ହୋଇଯାଉ। ଏହା ହେଉଛି ଶୈତାନର ଇଚ୍ଛା। ମନୁଷ୍ୟ ଯେପରିକି ତାର କଥା ମାନୁ, ତା ଅନୁସାରେ ଯାଉ, ଏହା ହେଉଛି ଶୈତାନର ଇଚ୍ଛା। ଆଉ ଏଥିପାଇଁ ଶୈତାନ ସମସ୍ତ ପ୍ରକାର ପ୍ରୟୋଗ କରିବ। ହୋଇପାରେ ରାଜନୀତିକ, ହୋଇପାରେ ବଳ, ହୋଇପାରେ ଧନ, ହୋଇପାରେ ଟଙ୍କା, ସମସ୍ତ ପ୍ରକାର ଜିନିଷରେ ସେ ବ୍ୟବହାର କରିବ, ଯେପରିକି ମନୁଷ୍ୟ ପ୍ରଭୁଙ୍କ ଆଜ୍ଞା ସେଇ ସତ୍ୟ ବିଷୟରେ ନ ଜାଣୁ। ବନ୍ଧୁ,
ଯେପରିକି ଆମେ ଗୀତ ଲେଖକ 119 130ରେ ଆମେ ପାଉ କି ଈଶ୍ୱର ଆମମାନଙ୍କୁ ତାଙ୍କ ବାକ୍ୟରେ ସମ୍ପୂର୍ଣ୍ଣ ସତ୍ୟ ପ୍ରଦାନ କରନ୍ତି। ହଁ ବନ୍ଧୁ, ତାଙ୍କ ବାକ୍ୟରେ ଆମେ ସମ୍ପୂର୍ଣ୍ଣ ସତ୍ୟ ପାଇପାରିବା। ତାହେଲେ ଚାଲନ୍ତୁ ଶୟତାନରୁ ଆମେ ଦୂରେଇ ରହିବା, ଯେହେତୁ ବାକ୍ୟ ମାନଙ୍କୁ ଏହିପରି ନିର୍ଦ୍ଦେଶ ଦେଉଅଛି। ଆଉ ସେ ବାକ୍ୟ ଆମ ପାଇଁ, ଆମ ଚରଣ ପାଇଁ, ଆମ ରାସ୍ତା ପାଇଁ ଏକ ପ୍ରଦୀପ, ଏକ ଆଲୁଅ। ତାହେଲେ ଚାଲନ୍ତୁ ସେହି ଆଲୁଅ, ସେହି ପ୍ରଦୀପ, ସେହି ବାକ୍ୟରେ ଆମେ ବିଶ୍ୱାସ କରିବା ଆଉ ସେହି ଅନୁସାରେ ଆମେ ଚାଲିବା। ପାଇଁ ସିଲ୍ ବା ମୋହର ହେଲା। ବନ୍ଧୁ, ଉପାସନାକୁ ନେଇ ଆଗାମୀ ସଙ୍କଟ ସମୟରେ ପରମେଶ୍ୱରଙ୍କ ବିଶ୍ୱସ୍ତ ଲୋକମାନେ ସାଂସାରିକ ଚାପର ବଶବର୍ତ୍ତୀ ହେବେ ନାହିଁ ବୋଲି ପ୍ରକାଶିତ 14:12 ଆମେ ପାଉଅଛୁ। ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ମୋହର ବା ମୁଦ୍ରିଙ୍କ ହେବେ ବୋଲି ଏଫେସୀ 4:30 ଆମେ ପାଉଅଛୁ। ଏବଂ ସେମାନଙ୍କୁ ଖୋଲା ଯାଇପାରିବ ନାହିଁ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ପ୍ରାଚୀନ କାଳରେ ସରକାରୀ କାଗଜପତ୍ର ସତ୍ୟତାକୁ ପ୍ରମାଣିତ କରୁଥିଲା। ସିଲ୍ ବା ମୋହର ପ୍ରଚଳନ କରାଯାଉଥିଲା। ସେଗୁଡ଼ିକୁ ଅନ୍ତିମ ଦ୍ୱନ୍ଦ୍ୱ, ଉପାସନା ଏବଂ ପରମେଶ୍ୱରଙ୍କ ଅଧିକାର ଉପରେ କେନ୍ଦ୍ରିତ ଥିଲା। ବନ୍ଧୁ, ଯାହା ତାଙ୍କ ନିୟମରେ ପ୍ରକାଶିତ ହୋଇଛି, ତେଣୁ ଆମେ ଆଶା କରିବୁ ଯେ ପରମେଶ୍ୱରଙ୍କ ମୋହର ତାଙ୍କ ନିୟମରେ ସନ୍ନିବେଶିତ ହେବ, ଯାହା ଆମେ ଯେଶାୟା ପୁସ୍ତକ ତାର 8:17ରେ ପାଉଛୁ। ଆଉ ସେହିପରି ଯଦି ଆମେ ତୁଳନା କରିବା, ଆମେ ଏହା ଦେଖୁଅଛୁ। ଯଦି ଆମେ ଯାତ୍ରା ପୁସ୍ତକ 20:8-11 ଦେଖିବା ବନ୍ଧୁ, ସେଠି ସାବାତ ଜ୍ଞାନ ବିଷୟରେ ଆମେ ଦେଖାଉଛୁ। ତାହା ଈଶ୍ୱରଙ୍କର ମୁଦ୍ରା ମୋହର ବିଷୟରେ କହୁଅଛି, ଯାହା ବିଶ୍ରାମ ଦିନ ବିଷୟରେ କହୁଅଛି। ଏଠାରେ ଆମେ ଏକ ପ୍ରମାଣିକ ମୁଦ୍ରାର 3ଟି ଉପାସନା ପାଉଛୁ। ଏକ, ମନେ ରଖନ୍ତୁ, ଏକ ହେଉଛି ଯେଉଁ ନାମରେ ମୋହର ଅଛି, ତାହା ହେଉଛି ପ୍ରଭୁ ତୁମର ପରମେଶ୍ୱର, ଯାହା ଆମେ 4ର୍ଥ ଆଜ୍ଞାରେ ପାଉଛୁ। ମୋହର 3 ବିଶେଷ ପ୍ରମାଣିକ ରହିଅଛି। ଆଉ ସେ ବିଶେଷ ପ୍ରମାଣିକ 3ଟି ଉପାଦାନ ହେଉଛି, ଏକ ହେଉଛି ଯାହା ମୋହରରେ ତାର ନାମ ରହେ, ଆଉ ସେଇ ନାମ ହେଲା ପ୍ରଭୁ ତୁମର ପରମେଶ୍ୱର। ଆଉ 2, ତାଙ୍କର ଉପାଧି, ଯିଏ ସୃଷ୍ଟିକର୍ତ୍ତା, କ୍ରିଏଟର, ସୃଷ୍ଟିକର୍ତ୍ତା। ଆଉ 3, ତାଙ୍କର ଅଞ୍ଚଳ। ସେଇ ଅଞ୍ଚଳ ହେଉଛି ପୃଥିବୀ, ସ୍ୱର୍ଗ, ସମୁଦ୍ର, ନିର୍ଝର, ସମସ୍ତ ଜିନିଷ ଯାହା ଆମେ ପୃଥିବୀରେ ପାଉଅଛୁ। ବନ୍ଧୁ, ଏଇ 3ଟା ଜିନିଷ ଆମେ ସେଇ ମୋହରରେ ଆମେ ଦେଖିଥାଉ। ଆଉ ସେହି 3ଟା ଜିନିଷ ଆମେ 4ର୍ଥ ଆଜ୍ଞାରେ ପାଉଅଛୁ। ଯେପରି ରୋମୀ 4:11 ଆମେ ପାଉଅଛୁ କି ଏହା ଏକ ଚିହ୍ନ ବୋଲି। ଆଉ ଏଇ ଯୋଉ 2ଟା ଶବ୍ଦ ଯୋଉଟା ଆମେ ଦେଖୁଅଛୁ, ପରସ୍ପରକୁ ବଦଳାଇବା ଯୋଗ୍ୟ। ପରମେଶ୍ୱରଙ୍କ ନିୟମକୁ ହୃଦୟରେ ପରମେଶ୍ୱରଙ୍କ ଚିହ୍ନ ବା ମୋହର ଭାବରେ ଉପାସନା ନେଇ ଅନ୍ତିମ ସଂଘର୍ଷରେ କେନ୍ଦ୍ରରେ ବିଶ୍ରାମ ବାର ବିଶେଷ ଭାବରେ ଅନ୍ତିମ ସମୟରେ ବା ଅନ୍ତିମ ସଂଘର୍ଷରେ ବିଶେଷ ଭାବରେ ବିଶ୍ରାମ ବାର ବିଷୟରେ ଆମେ ଦେଖୁଅଛୁ।
କାହିଁକି? ଯେହେତୁ ଜିଜି କଲ 20 ଆମେ ଦେଖୁଅଛୁ କି ଏହା ତୁମାନଙ୍କ ମଧ୍ୟରେ ମୋ ମଧ୍ୟରେ ଏକ ଚିହ୍ନ ବୋଲି ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲ ପ୍ରଜାମାନଙ୍କୁ କହୁଛନ୍ତି। ଆଉ ବିଶ୍ରାମ ବାର ହଉଛି ଆମମାନଙ୍କ ମଧ୍ୟରୁ ଆଉ ପରମେଶ୍ୱରଙ୍କ ମଧ୍ୟରେ ଏକ ଚିହ୍ନ, ଯେ ଆମେ ଈଶ୍ୱରଙ୍କ ଠାରେ ବିଶ୍ୱାସ କରୁ, ତାଙ୍କ ବାକ୍ୟ ପାଳନ କରୁ, ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ବିଶ୍ୱାସ କରୁ ବୋଲି ଏକ ପ୍ରମାଣ ଯୋଗାଉଅଛି। ତା ବାଦେ ଆମେ ଯେପରି ପବିତ୍ର ଶାସ୍ତ୍ର ବାଇବଲରେ ଦେଖୁଅଛୁ, କପାଳରେ, ହାତରେ କାହାର ସେହି ଶୈତାନର ମୁଦ୍ରା ବା ମୋହର ପାଇବ। କାହିଁକି କପାଳରେ, ହାତରେ ବୋଲି କୁହାଗଲା? ଯେହେତୁ କପାଳରେ କୁହାଯାଇଛି, ଯେହେତୁ ଆମ ବୁଦ୍ଧି ଭାବନା ସବୁ ଏଇଠିକୁ ଆସେ, ଚିନ୍ତାଧାରା ସବୁ ଏଇଠିକୁ ଆସେ, ମନୋଭାବନା ବି ଏଇଠିକୁ ଆସେ ମନରୁ। ଆଉ ହାତ କାହିଁକି? ହାତ, ଆମେ ହାତ ଦେଇ ଯେଉଁ ଜିନିଷ ବି ଆମେ ନେଉ, ହାତରେ ଆମେ ଗ୍ରହଣ କରିଥାଉ। ପଶୁର ଚିହ୍ନ କପାଳରେ କିମ୍ବା ହାତରେ ମିଳିଥାଏ, ଯାହା ସୂଚାଏ ଯେ ଲୋକମାନେ ଶୈତାନର ମିଛକୁ ଗ୍ରହଣ କରିବା ପାଇଁ ବୌଦ୍ଧିକ ଭାବରେ ଏବଂ ନିଜ ଇଚ୍ଛାରେ ନିଯୁକ୍ତ ହୋଇଯାଇଛନ୍ତି, କିମ୍ବା ସେମାନେ ହତ୍ୟାରୁ ରକ୍ଷା ପାଇବା ପାଇଁ ମିଥ୍ୟା ଉପାସନାକୁ ପାଳନ କରନ୍ତି। ବନ୍ଧୁ, ଯେଉଁମାନେ ଈଶ୍ୱର ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କୁ ବିଶେଷ ଭାବରେ ଶୈତାନ ଘୃଣା କରେ। ମନେ ରଖନ୍ତୁ, ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ବିଶେଷ ଭାବରେ ଶୈତାନ ସେମାନଙ୍କୁ ଘୃଣା କରନ୍ତି। ଯେଉଁମାନେ ଖ୍ରୀଷ୍ଟଙ୍କ ବାକ୍ୟ ମାନନ୍ତି, ପରମେଶ୍ୱରଙ୍କ ଆଜ୍ଞା ମାନନ୍ତି, ବିଶେଷ ଭାବରେ ଶୈତାନ ସେମାନଙ୍କୁ ଘୃଣା କରେ, ସେମାନଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରେ, ସେମାନଙ୍କୁ ମିଥ୍ୟାବାଦୀ ବୋଲି କହିବାକୁ ସେ ଚେଷ୍ଟା କରେ, ଆଉ ସେମାନଙ୍କ ଉପରେ ବି ଚାପ ପକାଇଥାଏ। ଯେପରିକି ସେମାନେ ଈଶ୍ୱରଙ୍କ ବାକ୍ୟକୁ ନ ମାନି, ଈଶ୍ୱରଙ୍କ ଆଜ୍ଞାକୁ ନ ମାନି ଶୈତାନର ପଛରେ ଚାଲିବେ। ଯେପରିକି ପ୍ରକାଶିତ 14:12 ଆମେ ଦେଖୁଛୁ, ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ଓ ଯୀଶୁଙ୍କ ବିଶ୍ୱାସ କରି ପାଳନ କରନ୍ତି, ସେମାନଙ୍କ ବିଶେଷ ଭାବରେ ଏହିପରି ଆସିଥାଏ ବୋଲି ବାଧା ସେମାନେ ସମ୍ମୁଖୀନ କରିଥାନ୍ତି ବୋଲି ଆମେ ଦେଖୁଅଛୁ। ସେମାନେ ଖ୍ରୀଷ୍ଟଙ୍କ ପ୍ରତି ନିଜର ବିଶ୍ୱସ୍ତର ସ୍ଥିରୀକୃତ ହୋଇଥାନ୍ତି ବୋଲି ଆମେ ଦେଖୁଅଛୁ। ବନ୍ଧୁ, ତାହେଲେ ଆମେ କେଉଁ ମୋହର ପାଇବାକୁ ଇଚ୍ଛା କରୁଛୁ? ସେହି ମୋହର ଯେଉଁଠାରେ ପ୍ରଭୁଙ୍କର ବାକ୍ୟ, ପ୍ରଭୁଙ୍କର ଅଧିକାର, ପ୍ରଭୁଙ୍କର ଅଞ୍ଚଳ ଅଛି, ବା ଯେଉଁ ମୋହରରେ ଶୈତାନର ଇଚ୍ଛା ପ୍ରକାଶ କରାଯାଇଛି, ତାହା ଆମେ କାହାକୁ ଆମେ ଗ୍ରହଣ କରୁଛୁ? ଏହା ବାସ୍ତବିକର କଥା। ଯେହେତୁ ପରମେଶ୍ୱର ମାନଙ୍କୁ ସ୍ୱଇଚ୍ଛା ସମର୍ପଣ କରିଛନ୍ତି, ଯାହା ଆମେ ଇଂରାଜୀରେ କହୁଛୁ ପାୱାର ଅଫ୍ ଚଏସ୍, ଆମେ କାହାକୁ ବାଛୁଛୁ ଆମ ଉପରେ ଏହା ନିର୍ଭର କରେ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ଆମେ କାହାକୁ ଉପାସନା କରୁ? ଶେଷ ଦିନ ମହାସଂଘର୍ଷ ଏକ ନାଟକୀୟ ଢଙ୍ଗରେ ଉପାସନାକୁ ନେଇ ଖେଳାଯିବ। ଆମେ ସୃଷ୍ଟିକର୍ତ୍ତାଙ୍କୁ ଉପାସନା କରୁଛୁ କି ନା ପଶୁ ଓ ତାର ପ୍ରତିମୂର୍ତ୍ତିକୁ ଉପାସନା କରୁଛୁ? ମଝିରେ ବନ୍ଧୁ କିଛି ନାହିଁ, ଯାହାକି ପ୍ରକାଶିତ 14 ଆମେ ପାଉଛୁ, ଯାହା ପ୍ରଥମ ଦୂତ ଘୋଷଣା କରେ, ପ୍ରତ୍ୟେକ ପୁରୁଷ, ପ୍ରତ୍ୟେକ ନାରୀ, ଯିଏ ଆକାଶ, ପୃଥିବୀ, ସମୁଦ୍ର ଓ ଜଳସ୍ରୋତ ସୃଷ୍ଟି କରିଛନ୍ତି, ତାଙ୍କୁ ଉପାସନା କରିବା ପାଇଁ
ଯାହା ପ୍ରଥମ ଦୂତ ଘୋଷଣା କରିଅଛି ବା ଅନୁରୋଧ କରୁଛି। ବନ୍ଧୁ, ଆମେ କାହାକୁ ଉପାସନା କରିବା? ଯେ କି ଏହି ପୃଥିବୀ, ଯେ କି ଏହି ସ୍ୱର୍ଗ, ଯେ କି ତୁମକୁ ମତେ ସମସ୍ତଙ୍କୁ ସୃଷ୍ଟି କରିଛି, ନା ଶୈତାନକୁ ଆମେ ଉପାସନା କରିବା? ଏହା ଏକ ବଡ଼ ପ୍ରଶ୍ନ। ବନ୍ଧୁ, ସ୍ୱର୍ଗର ନିବେଦନକୁ ଅଧିକ ସମର୍ଥନ କରି ଦ୍ୱିତୀୟ ଦୂତ ସେହି ଉପାସନାକୁ ପ୍ରମାଣ କରିବାର ଭୟଙ୍କର ପରିମାଣ ବିଷୟରେ ପ୍ରକାଶ କରନ୍ତି। ତେବେ ସେ ମଧ୍ୟ ଈଶ୍ୱରଙ୍କ କୋପ ରୂପ ଯେଉଁ ମନ୍ଦିରା ଅମିଶ୍ରତା ଭାବେ ତାଙ୍କ କ୍ରୋଧରେ ପାତ୍ରରେ ପ୍ରସ୍ତୁତ କରାଯାଇଛି। ବନ୍ଧୁ, ମନ୍ଦିରା ଡ୍ରିଙ୍କ କୋପ ରୂପେ ଆମେ ଏହି ପୃଥିବୀରେ ଅନେକ ପ୍ରକାର ପିଇବା ପାଇଁ ଜିନିଷ ପାଉଅଛୁ। ଯଦି ଆପଣ ଗୋଟେ ପରେ ନାମ ଦେବେ, ଅନେକ ପାନୀୟ ଜିନିଷ ଅଛି ଯାହା ଆମେ ପାନ କରିଥାଉ। ମାତ୍ର ଏଠି ଆମେ ଦେଖୁଅଛୁ ବନ୍ଧୁ, ଈଶ୍ୱରଙ୍କର କ୍ରୋଧ ହଉଛି ସବୁଠାରୁ ଭୟଙ୍କର। ଆଉ ସେଇ ଭୟଙ୍କର କ୍ରୋଧ କାହା ଉପରେ? ଯେଉଁମାନେ କି ଈଶ୍ୱରଙ୍କ ବାକ୍ୟକୁ ମାନୁନାହାନ୍ତି, ଯେଉଁମାନେ କି ଈଶ୍ୱରଙ୍କ ଆଜ୍ଞାକୁ ମାନୁନାହାନ୍ତି, ଯେଉଁମାନେ କି ବିଶ୍ରାମ ବାରରେ ବିଶ୍ରାମ କରିନାହାନ୍ତି, ଯେଉଁମାନେ କି ମଣିଷର ଆଇନ ଉପରେ ଚାଲିଛନ୍ତି, ସେମାନଙ୍କ ଉପରେ ସେଇ କ୍ରୋଧଟା ଯାହାକି ପ୍ରଥମ ଦୂତଙ୍କ ବାର୍ତ୍ତା ଆମେ ଦେଖୁଛୁ ବନ୍ଧୁ। ସେ କହନ୍ତି ଉଚ୍ଚ ସ୍ୱରରେ କି ସେହି ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର, ଉପାସନା କର, ଯେ କି ଏହି ପୃଥିବୀକୁ, ଯେ କି ଏହି ସ୍ୱର୍ଗକୁ, ଯେ କି ଏହି ଜଗତକୁ, ସମସ୍ତ ଜିନିଷ ଯାହା ଜଗତରେ ଅଛି ସୃଷ୍ଟି କରିଛି, ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଉପାସନା କର ବୋଲି ସେହି ପ୍ରଥମ ଦୂତ ଉଚ୍ଚ ସ୍ୱରରେ ଘୋଷଣା କରୁଅଛନ୍ତି। ଆଉ ସେହି ଉଚ୍ଚ ସ୍ୱରକୁ ନ ମାନି ଆମେ ଯଦି ଶୈତାନର କଥା ମାନିବା, ପ୍ରଭୁଙ୍କ ଦ୍ୱାରା ଆମେ ପାଉନାହୁଁ, କି ପ୍ରଭୁ ବି କହିନାହିଁ, କି ପବିତ୍ର ଶାସ୍ତ୍ରରେ ବି ଆମେ ପାଇପାରିବା ନାହିଁ। ଯେହେତୁ ଚତୁର୍ଥ ଆଜ୍ଞା କହୁଅଛି ବିଶ୍ରାମ ଦିନରେ ଆମେ ପବିତ୍ର ରୂପେ ପାଳନ କରିବା ପାଇଁ। ଆଉ ସେଇ ବିଶ୍ରାମ ଦିନ ହଉଛି ସପ୍ତମ ଦିନ, ଯାହା ଆମେ ପବିତ୍ର ଶାସ୍ତ୍ର ଅନୁସାରେ ଆମେ ଦେଖୁଛୁ। ସପ୍ତାହର ପ୍ରଥମ ଦିନ ପାଇଁ କେଉଁଠାରେ ବି ପବିତ୍ର ଶାସ୍ତ୍ରରେ ଆମେ ପାଇନାହୁଁ ବା ପାଇବା ବି ନାହିଁ। ଏଥିଯୋଗୁଁ ଏଇ ଦୁଇ ଦିନ ମଧ୍ୟରେ ଫରକ ଅନେକ ଲୋକ କରିପାରୁନାହାନ୍ତି। ଏଥିଯୋଗୁଁ ଈଶ୍ୱର କହନ୍ତି, ଈଶ୍ୱରଙ୍କ ବାକ୍ୟ, ଈଶ୍ୱରଙ୍କ ଆଜ୍ଞା ଯେଉଁମାନେ ମାନନ୍ତି, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନଙ୍କ ଉପରେ ସେହି କ୍ରୋଧ, ସେଇ ଅମିଶ୍ରିତ ଭାବେ ଯାହା କ୍ରୋଧ ପାତ୍ରରେ ଅଛି, ତାହା ସେମାନେ ସମ୍ମୁଖୀନ କରିବେ ନାହିଁ। ଯେହେତୁ ଯେଉଁ ଲୋକମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି, ଖ୍ରୀଷ୍ଟଙ୍କ ଆଜ୍ଞାକୁ ମାନି ଚାଲନ୍ତି, ସେମାନଙ୍କୁ ଏହି ପ୍ରକାର ସମ୍ମୁଖୀନ କରିବାକୁ ପଡ଼ିବ ନାହିଁ। ଯେପରିକି ପ୍ରକାଶିତ ତାର 4:11 ଆମେ ଦେଖୁଛୁ, ସୃଷ୍ଟି ହିଁ ପ୍ରକୃତ ଉପାସନାର ଆଧାର। ଯେଉଁ ପ୍ରଭୁ ସୃଷ୍ଟି କରୁଛି, ସେଇ ହିଁ ପ୍ରକୃତର ଆରାଧନାର ଯୋଗ୍ୟ। ଯେପରିକି ଏଫେସୀ 3:9 ଆମେ ଦେଖୁଛୁ, ଯେହେତୁ ପରମେଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସବୁ କିଛି ସୃଷ୍ଟି କରିଛନ୍ତି। ବନ୍ଧୁ, ଯାହା ଆମେ ଦେଖୁଅଛୁ ପୃଥିବୀରେ ବର୍ତ୍ତମାନ ସବୁ କିଛି ସେହି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ସୃଷ୍ଟି ହୋଇଛି। ତେଣୁ ସାବାତ ଉପାସନାକୁ ଶୈତାନ ହଟାଇ ଦେଇପାରେ, ତାହେଲେ ସେ ଘୋଷଣା କରିବ ଯେ ତାର ଅଧିକାର ପରମେଶ୍ୱରଙ୍କ ଅଧିକାର ଠାରୁ ଅଧିକ। ଯେହେତୁ ପୂରଣ କରିବା ପାଇଁ ଶୈତାନ ସାରା ବିଶ୍ୱାସକୁ ଏକ ନକଲି ବିଶ୍ରାମ ବାର ଗ୍ରହଣ କରିବା ପାଇଁ
ବୁଝାଇବା ପାଇଁ ବାଧ୍ୟ କରିବାକୁ ଚେଷ୍ଟା କରିବ, ଯାହା ଆମେ ବହୁ ଶୀଘ୍ର ସମ୍ମୁଖୀନ କରିବାକୁ ଯାଉଅଛୁ। ଏହା ଘଟୁଥିବା ଦେଖ ଏହା ଘଟୁଥିବା ଦେଖିବା ଏବେ ଯେତେ କଷ୍ଟକର ହେଉନା କାହିଁକି ବନ୍ଧୁ, ଆମେ ପୂର୍ବରୁ ଉଲ୍ଲେଖ କରିସାରିଛୁ ଯେ ଦୁନିଆରେ ନାଟକୀୟ ପରିବର୍ତ୍ତନ ଘଟୁଛି। ଯେପରିକି ଆମେ କୋଭିଡ-19 ସଙ୍କଟ ଆମକୁ ଦର୍ଶାଇଛି ଯେ ରାତାରାତି ଆମ ବିଶ୍ୱ ଏକ ଭିନ୍ନ ସ୍ଥାନ ହୋଇପାରି ଯାଇଛି। ଯଦିଓ ଆମେ ପଶୁର ଚିହ୍ନକୁ ନେଇ ଯାଉଥିବା ସବିଶେଷ ସତ୍ୟ ଜାଣିନାହୁଁ, ତଥାପି ଏହା କଳ୍ପନା କରି କଷ୍ଟ କରୁ ହୁଏ ନାହିଁ ବନ୍ଧୁ। ଦୁନିଆ ବହୁତ ସ୍ଥିର ଏବଂ ବର୍ତ୍ତମାନ ସେଠାକାର ଅଭୂତ ଜ୍ଞାନ କୌଶଳ ସହିତ ଯାହା ବିଷୟରେ ବାଇବଲ ସତର୍କ କରାଇଛି, ପ୍ରକୃତରେ ଆମେ ବର୍ତ୍ତମାନ କଳ୍ପନା କରିବା ଅପେକ୍ଷା ଅଧିକ ଶୀଘ୍ର ହେବାକୁ ଯାଉଅଛି। ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି। ବନ୍ଧୁ ମନେ ରଖନ୍ତୁ, ପେଣ୍ଟିକୋସ୍ତ ଦିନରେ ପବିତ୍ର ଆତ୍ମାଙ୍କ ଆବିର୍ଭାବ ଖ୍ରୀଷ୍ଟଙ୍କ ଚର୍ଚ୍ଚକୁ ଶକ୍ତିଶାଳୀ ଭାବରେ ଆରମ୍ଭ କରିଥିଲା। ଗୋଟିଏ ଦିନରେ 3,000 ଲୋକେ ମନ ପରିବର୍ତ୍ତନ କରିଥିଲେ। ଈଶ୍ୱରଙ୍କ ପରିବର୍ତ୍ତିତ ଅନୁଗ୍ରହ ଆଲୋକିତ ପରେ କାର୍ଯ୍ୟଗୁଡ଼ିକ ଆଲୋକିତକୁ ଲିପିବଦ୍ଧ କରିଥିଲା। ଆଉ ଆଉ ଯେଉଁମାନେ ଏହି ବାକ୍ୟ ଶୁଣିଲେ ସେମାନେ ବିଶ୍ୱାସ କଲେ। ଏହି ଲୋକମାନଙ୍କ ସଂଖ୍ୟା ପାଖାପାଖି 5,000 ଥିଲା। ଯଦି ଆପଣମାନେ ପ୍ରେରିତ 4:4 ପଢ଼ିବେ, ଏହିପରି ଦେଖୁଅଛୁ। ତା ଅନେକ ଯାଜକ ଯୀଶୁଙ୍କ ଅନୁଗାମୀ ହେଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଯେତେବେଳେ ଶିଷ୍ୟମାନେ ଜେରୁସାଲେମରେ ପ୍ରଚଣ୍ଡ ଭାବରେ ତାଡ଼ନା ଭୋଗୁଥିଲେ, ଯେପରିକି ପ୍ରେରିତ 8:4 ଆମେ ଦେଖୁଅଛୁ, ସେମାନେ ଚତୁର୍ଥ ଦିଗରେ ଭ୍ରମଣ କରୁ କରୁ ସୁସମାଚାର ବାକ୍ୟ ପ୍ରଚାର କଲେ। କେଉଁ କେଉଁ ଜାଗାରେ ପ୍ରଚାର କଲେ? ସମସ୍ତ ଯୁହୁଦା ଆଉ ସମରୀୟ ଗାଲିଲୀୟ ମଣ୍ଡଳୀକୁ ସେମାନେ ରୋପଣ କରୁଥିଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ପ୍ରେରିତ 9:31 ଆମେ ପାଉଅଛୁ। ମନ ପରିବର୍ତ୍ତନ ପରେ ପ୍ରେରିତ ପାଉଲ ସମଗ୍ର ଭୂମଧ୍ୟ ସାଗରୀୟ ଜଗତରେ ଖ୍ରୀଷ୍ଟଙ୍କୁ ଘୋଷଣା କରିଥିଲେ। ଯେବେ ଖ୍ରୀଷ୍ଟଙ୍କୁ ସେ ଗ୍ରହଣ କରିଥିଲେ, ଯେବେ ଖ୍ରୀଷ୍ଟଙ୍କ ଠାରେ ସେ ବିଶ୍ୱାସ କଲେ, ଆଉ ଈଶ୍ୱରଙ୍କ କାର୍ଯ୍ୟକୁ ଆଗକୁ ବଢାଇଲେ। ଯେପରିକି ଥେସଲୋନିକ ଲୋକମାନେ ସେ ସମୟରେ ସୁସମାଚାର ବିରୋଧ କରୁଥିବା କେତେକ ଯିହୁଦୀ ମାନେ ଏକ ଆଶ୍ଚର୍ଯ୍ୟଜନକ କଥା କହିଲେ। ଆଉ ସେଇ କଥା ହେଲା କି ଯେଉଁ ଲୋକ ଗୁଡାକ ଜଗତକୁ ଓଲଟ ପଲଟ କରିପାରିଲେଣି, ସେମାନେ ଏଠାକୁ କାହିଁକି ଆସିଲେ ବୋଲି ଏହିପରି ସେମାନେ କଥା କହିଲେ। ବନ୍ଧୁ, ଆଦ୍ୟ ମଣ୍ଡଳୀ କଣ କରିପାରିଥିଲା? ତାହାର କିଏ ଏକ ଶକ୍ତିଶାଳୀ ପ୍ରମାଣ? ତାହା ସେଇ ପବିତ୍ର ଆତ୍ମା ସେମାନଙ୍କୁ ଶକ୍ତି ବଳରେ ଶିଷ୍ୟମାନଙ୍କ ଅପେକ୍ଷା କୃତକୁ କଷ୍ଟ ସମୟ ମଧ୍ୟରେ ତତ୍କାଳୀନ ପରିଚିତ ଦୁନିଆରେ ପହଞ୍ଚିବାକୁ ସାହାଯ୍ୟ କରିଥିଲା। ଆଦ୍ୟ ବୃଷ୍ଟି ବିଷୟରେ ଯଦି ଆମେ ଆଲୋଚନା କରିବା, ଯାହା ଜୋଏଲ ଭବିଷ୍ୟତ ବକ୍ତା ସେହି ପେଣ୍ଟିକୋସ୍ତ ଦିନରେ ପୂରଣ ହୋଇଥିଲା। ବନ୍ଧୁ, ସେହି ପେଣ୍ଟିକୋସ୍ତ ଦିନରେ ଯାହା ଜୋଏଲ ଭବିଷ୍ୟତ ବକ୍ତା ପୁରାତନ ନିୟମରେ
ଘୋଷଣା କରିଥିଲେ, ଭବିଷ୍ୟତବାଣୀ କରିଥିଲେ, ତାହା ନୂତନ ନିୟମରେ ପରିପୂର୍ଣ୍ଣ ହେଲା। କିନ୍ତୁ ପରବର୍ତ୍ତୀ ବର୍ଷ ପୃଥିବୀର ଅନ୍ତିମ ଅମଳ ପାଇଁ ଅଧିକ ଶକ୍ତି ସହିତ ପଡ଼ିବ ବୋଲି ଆମେ ଦେଖୁଛୁ, ଯାହା ପବିତ୍ର ଶାସ୍ତ୍ରରେ ଆମେ ପାଉଅଛୁ। ବନ୍ଧୁ, ଆଦ୍ୟ ଓ ଶେଷ ଦୃଷ୍ଟି ବାକ୍ୟ ଇସ୍ରାଏଲର ଅମଳ ଚକ୍ରର ଦୁନିଆ ଯାଉଛି। ପ୍ରାଥମିକ ବର୍ଷରେ ବସନ୍ତ ଋତୁର ବିହନକୁ ଅଙ୍କୁରିତ କରିବା ପାଇଁ ପଡ଼ିଥିଲା। ସେହିପରି ଆମେମାନେ ମଧ୍ୟ ସେହିପରି ପ୍ରଥମ ବର୍ଷରେ ଆମେ ବୀଜକୁ ବୁଣି ଥାଉ। ଯେବେ ସେ ଉତ୍ପନ୍ନ ହୁଏ, ଯେବେ ସେ ବିହନ ଆସେ, ସେତେ ସମୟରେ ଦ୍ୱିତୀୟ ବର୍ଷକୁ ଆମେ ଅପେକ୍ଷା କରିଥାଉ। ତାହା ହେଉଛି ପ୍ରଥମ ବୃଷ୍ଟି ଆଉ ଦ୍ୱିତୀୟ ବୃଷ୍ଟି। ବନ୍ଧୁ, ସୁସମାଚାର ଆରମ୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହା ହେଉଛି ମୂଲ୍ୟବାନ ବୀଜର ଉତ୍ପାଦନର କାରଣ ହେବା ପାଇଁ, ସେପରି ଶସ୍ୟ ପାଚିବା ପାଇଁ ଶେଷ ବୃଷ୍ଟି ଦିଆଗଲା, ଯାହା ଆମେ ଏଲେନ୍ ଜି ହ୍ୱାଇଟ୍ ଭଉଣୀ ଦ୍ୱାରା ଆମେ ଦେଖୁଛୁ, ଯାହା ଆମେ ମହାନ ସଂଘର୍ଷ ପୃଷ୍ଠା 111 611 612 ଆମେ ପାଉଅଛୁ। ଏଥି କାରଣରୁ ସେହି ମହାନ ପୃଷ୍ଟି, ସେହି ବର୍ଷା ପାଇଁ ଆମେ ଅତ୍ୟନ୍ତ ପବିତ୍ର ଆତ୍ମାଙ୍କ ଠାରେ, ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବାକୁ ପଡ଼ିବ, ଯେପରିକି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ସାହାଯ୍ୟ କରାଯିବ, ଯେପରିକି ସେହି ଶେଷ ଦୃଷ୍ଟି ପାଇଁ ଆମେ ପ୍ରସ୍ତୁତ ହୋଇପାରିବା। ତାହେଲେ ଚାଲ ଉଚ୍ଚ ସ୍ୱର ପ୍ରକାଶିତ ବାକ୍ୟ 18:1-4, ହାବାକୁକ୍ 2:14 ଏବଂ ମାଥ୍ୟୁ 24:14 ଯଦି ଆମେ ପଢ଼ିବା, ସେଠି ଆମେ ପାଉଛୁ ବାବିଲର ପତନ ଘୋଷଣା କରୁଥିବା ଦୂତଙ୍କ ମହାନ ଅଧିକାର, ଯାହା ପ୍ରକାଶିତ ବାକ୍ୟ 14 ଦୂତମାନଙ୍କ ପରି ଏହି ଦୂତ ମନୁଷ୍ୟ ଦୂତମାନଙ୍କୁ ବୁଝାଏ। ଏହି ଦୂତ ଈଶ୍ୱରଙ୍କ ମହିମାକୁ ଏତେ ପୂର୍ଣ୍ଣ ଭାବରେ ପ୍ରକାଶ କରନ୍ତି ଯେ ଏହା ସମଗ୍ର ପୃଥିବୀକୁ ଆଲୋକିତ କରିଥାଏ। ବନ୍ଧୁ, ନୂତନ ନିୟମରେ ଅଧିକାର ବା ଦକ୍ଷତା ପାଇଁ ବ୍ୟବହୃତ ଗ୍ରୀକ୍ ଶବ୍ଦ ହେଉଛି ଏକ୍ସୋସିଆ। ଏହା ଅନେକ ସମୟରେ ନର୍କର ରାଜତ୍ୱ ଏବଂ କ୍ଷମତା ଉପରେ ଖ୍ରୀଷ୍ଟଙ୍କ ବିଜୟକୁ ସୂଚିତ କରିଥାଏ। ବନ୍ଧୁ, ମନେ ରଖନ୍ତୁ, ଏହା ଅନେକ ଥର ସମୟରେ ନର୍କ ରାଜତ୍ୱ ଏବଂ କ୍ଷମତା ଉପରେ ଖ୍ରୀଷ୍ଟଙ୍କ ବିଜୟ ସୂଚିତ କରିଥାଏ। ବନ୍ଧୁ, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ପଠାଇବା ସହିତ ସାମଞ୍ଜସ୍ୟ ରଖି ମାଥ୍ୟୁଙ୍କ ସୁସମାଚାର ଏହି ବାକ୍ୟ ବ୍ୟବହାର କରନ୍ତି, ଯାହା ମାଥ୍ୟୁ 10:1ରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ନର୍କର ଶାସନ ଓ କ୍ଷମତା ଉପରେ ଅଧିକାର ପ୍ରଦାନ କରନ୍ତି ବୋଲି ସେ କହିଥିଲେ। ବନ୍ଧୁ, ମନେ ରଖନ୍ତୁ, ଯୀଶୁ କହିଥିଲେ କି ଭଲ ଓ ମନ୍ଦ ମଧ୍ୟରେ ଲଢ଼େଇ ବିଜୟୀ ହେବା ପାଇଁ ସେ ସେମାନଙ୍କୁ ଦୈବୀ ଶକ୍ତି ବା ଈଶ୍ୱରୀୟ ଶକ୍ତି ଦେଇ ବାହାରକୁ ପଠାଇ ଦେଇଥିଲେ ବୋଲି ମାଥ୍ୟୁ 28 ପର୍ବରେ ଆମେ ଦେଖୁଅଛୁ। ପୁଣି ସେ ଥରେ ସେମାନଙ୍କୁ ସମସ୍ତ ଅଧିକାର ସ୍ୱର୍ଗରେ ଏବଂ ପୃଥିବୀରେ, ଏଥିପାଇଁ ମୁଁ ଯାହା ଓ ସବୁ ଜାତିର ଲୋକଙ୍କୁ ଶିଷ୍ୟ କର ବୋଲି ସେ ଶିଷ୍ୟମାନଙ୍କୁ ଏହି କଥା କହି ସେମାନଙ୍କୁ ପଠାଇଥିଲେ, ଯାହା ମାଥ୍ୟୁ 28 ତାର 18-19 ଆମେ ପାଉଅଛୁ। ବନ୍ଧୁ, ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହୋଇ ଜୀବନ୍ତ ଖ୍ରୀଷ୍ଟଙ୍କ ଅଧିକାର ସହିତ ବାହାରି ଗଲେ ସେହି ଶିଷ୍ୟମାନେ, ଯିଏ ତାଙ୍କ ମହାନ କାମ ହେଉଛି
ଏହାର ଉଦ୍ଘାଟନକୁ ଚିହ୍ନଟ କରିବା ଅପେକ୍ଷା ପରମେଶ୍ୱରଙ୍କ ଶକ୍ତି କମ୍ ପ୍ରକାଶ ସହିତ ବନ୍ଦ କରିବ ନାହିଁ ବା କରିବା ନାହିଁ। ଯେଉଁ ଭବିଷ୍ୟତବାଣୀ ଗୁଡ଼ିକ ସୁସମାଚାରର ଉଦ୍ଘାଟନ ସମୟରେ ପୂର୍ବ ବର୍ଷରେ ପୂରଣ ହୋଇଥିଲା, ମନେ ରଖନ୍ତୁ ବନ୍ଧୁ, ତାହା ପୁଣି ଏହାର ସମାପ୍ତି ସମୟରେ ପରବର୍ତ୍ତୀ ବର୍ଷରେ ପୂରଣ ହେବାକୁ ଯାଉଅଛି। ବନ୍ଧୁ, ପରମେଶ୍ୱରଙ୍କ ସେବକ ମାନେ ଯେଉଁମାନଙ୍କର ମୁହଁ ଉଜ୍ଜ୍ୱଳ ଓ ପବିତ୍ର ସମର୍ପଣରେ ଉଜ୍ଜ୍ୱଳ, ସେମାନେ ସ୍ୱର୍ଗ ବାର୍ତ୍ତା ଘୋଷଣା କରିବା ପାଇଁ ଏକ ସ୍ଥାନକୁ ଅନ୍ୟ ସ୍ଥାନକୁ ଶୀଘ୍ର ଯିବେ ବନ୍ଧୁ। ଆଉ ବର୍ତ୍ତମାନ ଯାହା ଆମେ ଦେଖୁଅଛୁ ରେଡ଼ିଓ ଦ୍ୱାରା, ଟେଲିଭିଜନ ଦ୍ୱାରା ଆମେ ଏହି ବାର୍ତ୍ତାକୁ ପ୍ରଚାର କରୁଛୁ ଆଉ ପ୍ରଚାର ଲୋକମାନେ କରୁଛନ୍ତି, ଯାହା ଆମେ ଦେଖୁଅଛୁ। ଏହାର ଅର୍ଥ ହେଉଛି ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ଏହାର ଅର୍ଥ ହେଉଛି ଏହି ଦୁନିଆ ବହୁ ଶୀଘ୍ର ଶେଷ ହେବାକୁ ଯାଉଅଛି। ଏହାର ଅର୍ଥ ହେଉଛି କି ଆମେ ସମସ୍ତେ ସ୍ୱର୍ଗରାଜ୍ୟ ଯିବା ପାଇଁ ପ୍ରସ୍ତୁତ ହେବାର ଅଛି। ଯେହେତୁ ହଜାର ହଜାର ସ୍ୱରରେ ପୃଥିବୀ ସାରା ଚେତାବନୀ ହେବ ଆଉ ବର୍ତ୍ତମାନ ହଉଅଛି। ଈଶ୍ୱରଙ୍କ ବାକ୍ୟ ରେଡ଼ିଓ ମାଧ୍ୟମ ଦ୍ୱାରା, ଟିଭି ମାଧ୍ୟମ ଦ୍ୱାରା ଆଉ ଅନ୍ୟାନ୍ୟ ଯାହା ଆମେ ମିଡ଼ିଆ କହୁଛୁ ସେଇ ମାଧ୍ୟମ ଦ୍ୱାରା ଈଶ୍ୱରଙ୍କ ବାକ୍ୟ ପ୍ରଚାର କରାଯାଉଅଛି। ବନ୍ଧୁ, ଏହା ଆମମାନଙ୍କୁ ଦର୍ଶାଉଛି ଯେ ଆମମାନେ ସମସ୍ତେ ଶେଷ ଦିନରେ ବାସ କରୁଅଛୁ ଆଉ ଯୀଶୁ ଖ୍ରୀଷ୍ଟ ଆସିବାର ସମୟ ହୋଇସାରିଲାଣି। ବନ୍ଧୁ, ଆଶ୍ଚର୍ଯ୍ୟ କର୍ମ ଗୁଡ଼ିକ ଘଟିବ, ରୋଗୀମାନେ ସୁସ୍ଥ ହେବେ, ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ଗୁଡ଼ିକ ବିଶ୍ୱାସୀ ମାନଙ୍କୁ ଅନୁସରଣ କରିବ ବୋଲି ଭଉଣୀ ଏଲେନ୍ ଜି ହ୍ୱାଇଟ୍ ଲେଖୁଛନ୍ତି। ବନ୍ଧୁ, ସେଥିଯୋଗୁଁ ଉଚ୍ଚ ସ୍ୱରରେ ସେଇ ଦୂତ କହନ୍ତି କି ସେହି ବାବିଲ ପତନ ହେବ, ବାବିଲ ପତନ ହେବ, ଶୈତାନର ପତନ ସମୟ ଆସୁଅଛି। ବନ୍ଧୁ, ତାହେଲେ ଚାଲନ୍ତୁ ସେଇ ଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରିବା। ସେଇ ପ୍ରଭୁଙ୍କ ଅଗ୍ରଗାମୀ ମାନେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ପ୍ରକାଶିତ ବାକ୍ୟ 13:11-17 ଦ୍ୱିତୀୟ ପଶୁକୁ ଚିହ୍ନଟ କରିଥିଲେ, କିନ୍ତୁ ସେହି ସମୟରେ ଏହା ଦେଖିବା କଷ୍ଟସାଧ୍ୟ ହୋଇଥିବ ଯେ ଆମେରିକା କିପରି ସମସ୍ତ ବିଶ୍ୱକୁ ପ୍ରଥମ ପଶୁକୁ ଉପାସନା କରିବାର ବାରଣ ହୋଇପାରେ, ଯାହା ଆମେ ପ୍ରକାଶିତ 13:12 ପାଉଛୁ। ଏହିପରିକି 1880 ମସିହା ବେଳକୁ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ନୌସେନାରେ ମାତ୍ର 48ଟି ବୟସ୍କ ଜାହାଜ ଥିଲା ବା 48ଟି ବୟସ୍କ ଜାହାଜ ଥିଲା, କିନ୍ତୁ ଶୀତଳ ଯୁଦ୍ଧ ଶେଷ ହେବା ପରଠାରୁ କୌଣସି ଶକ୍ତି ଆମେରିକା ସହିତ ସାମରିକ ଭାବେ ମେଳ ଖାଉନାହିଁ। ଏବଂ ଯଦିଓ ଆମେରିକୀୟମାନେ ଚମତ୍କାର ସ୍ୱାଧୀନତା ଉପଭୋଗ କରନ୍ତି, ସମୟ ଯେତିକି କଠିନ ହୋଇଯାଇଛି ସେହି ସ୍ୱାଧୀନତାକୁ ପଦାକୁ ଓହ୍ଲେଇ ଦେଖିବା କଷ୍ଟକର ନୁହେଁ କିମ୍ବା ସମ୍ପୂର୍ଣ୍ଣ ଭାବରେ ଚୂର୍ଣ୍ଣ ମଧ୍ୟ ନୁହେଁ। ଅନେକ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନ ମଧ୍ୟ ଆମେ ଏହା ଘଟୁଥିବାର ଦେଖୁଅଛୁ। ବନ୍ଧୁ, ଯେଉଁମାନେ ମିଥ୍ୟା ବିଶ୍ରାମ ବାର ପାଳନ କରିବାକୁ ମନା କରନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ, ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ। ଅପରପକ୍ଷରେ ଖ୍ରୀଷ୍ଟଙ୍କ ବିଶ୍ରାମ ଦିବସକୁ ନିର୍ଦ୍ଦେଶ ଦେଉଥିବା ଈଶ୍ୱରଙ୍କ ନିୟମ ଆଜ୍ଞାକାରିତା ଦାବି କରେ ଏବଂ ଯେଉଁମାନେ ଏହାର ନିୟମକୁ ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୁଦ୍ଧରେ କ୍ରୋଧକୁ ଧମକ ଦେଇଥାଏ ବୋଲି ଭଉଣୀ ଏଲେନ୍ ଜି ହ୍ୱାଇଟ୍ ମହାନ ସଂଘର୍ଷ 604ରେ ଲେଖନ୍ତି। ବନ୍ଧୁ, ବାତ୍ୟା ଯେତିକି ପାଖରେ ଆସୁଛି
ଦ୍ୱିତୀୟ ଦୂତଙ୍କ ବାର୍ତ୍ତା ଉପରେ ବିଶ୍ୱାସ ରଖୁଥିବା ଏକ ବିଶାଳ ବର୍ଗ, ଯେଉଁମାନେ କିନ୍ତୁ ସତ୍ୟର ଆଜ୍ଞାକାରିତା ଦ୍ୱାରା ପ୍ରତିକୃତିକ ହୋଇନାହାନ୍ତି, ସେମାନେ ନିଜ ପଦବୀ ତ୍ୟାଗ କରି ବିରୋଧୀ ଦଳରେ ଯୋଗ ଦିଅନ୍ତି। ଜଗତ ସହିତ ଏକତ୍ରିତ ହୋଇ ଏହାର ଆତ୍ମାକୁ ଗ୍ରହଣ କରି ସେମାନେ ପ୍ରାୟଶଃ ସମାନ ଦୃଷ୍ଟିରେ ବିଷୟ ଗୁଡ଼ିକୁ ଦେଖିବା ପାଇଁ ଆସନ୍ତି। ବନ୍ଧୁ, ଯେତେବେଳେ ପରୀକ୍ଷା କରାଯାଏ, ସେମାନେ ସହଜ ଲୋକପ୍ରିୟ ପକ୍ଷକୁ ବାଛିବା ପାଇଁ ପ୍ରସ୍ତୁତ ହୁଅନ୍ତି। ଜଣେ ପ୍ରତିଭାବନା ଓ ମନଲୋଭ ବ୍ୟକ୍ତି ଯିଏ ଥରେ ସତ୍ୟରେ ଆନନ୍ଦ କରୁଥିଲେ, ସେ ନିଜର ଶକ୍ତିକୁ ଆତ୍ମାମାନଙ୍କ ଧୋକା ଦେବା ଓ ବିପଦଗାମୀ କରିବା ପାଇଁ ପ୍ରୟୋଗ କରନ୍ତି। ସେମାନେ ସେମାନଙ୍କ ପୂର୍ବ ଭାଇମାନଙ୍କ ସବୁଠାରୁ କଟୁ ଶତ୍ରୁ ହୋଇଯାଆନ୍ତି। ଯେତେବେଳେ ସାବାତ ବା ବିଶ୍ରାମ ରକ୍ଷକ ମାନଙ୍କୁ ସେମାନଙ୍କ ବିଶ୍ୱାସ ପାଇଁ ଉତ୍ତର ଦେବାକୁ ବିଚାର ସ୍ଥାନ ସମ୍ମୁଖକୁ ଅଣାଯାଏ, ଏହି ଧର୍ମତ୍ୟାଗୀ ମାନେ ଶୟତାନର ସବୁଠାରୁ ଦକ୍ଷ ପ୍ରତିନିଧି ଅଟନ୍ତି ବୋଲି ଆମେ ଦେଖୁଅଛୁ, ଯେଉଁମାନେ ସେମାନଙ୍କୁ ଭୁଲ ଭାବରେ ଉପସ୍ଥାପନା କରନ୍ତି ଓ ଅଭିଯୋଗ କରନ୍ତି ଏବଂ ଶାସକ ମାନଙ୍କ ସେମାନଙ୍କ ବିରୁଦ୍ଧରେ ଉତ୍ତେଜିତ କରିବା ପାଇଁ ମିଥ୍ୟା ଖବର ଓ ପୁସ୍ତା ରଟଣା କରନ୍ତି। ଏହିପରି ଆମେ ଭଉଣୀ ଏଲେନ୍ ଜି ହ୍ୱାଇଟ୍ କହନ୍ତି, ଯାହା ଆମେ ମହାନ ସଂଘର୍ଷ 608 ଆମେ ପାଉଛୁ। ତାହେଲେ ବନ୍ଧୁ, ଏହିପରି ଶେଷ ସ୍ଥିରରେ ଏହିପରି କଷ୍ଟ ବାଧା ଆସେ, ଆଉ ଯେତେ ଲୋକ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି ଆଉ ବିଶ୍ୱାସରେ ରହନ୍ତି, ସେମାନଙ୍କୁ ଖ୍ରୀଷ୍ଟ ସାହାଯ୍ୟ କରନ୍ତି। ଯେଉଁମାନେ ପ୍ରଭୁଙ୍କ ଆଜ୍ଞା ମାନନ୍ତି ଆଉ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି, ସେମାନେ ଧୈର୍ଯ୍ୟରେ ରହିବାକୁ ପଡ଼ିବ। ଆଉ ସେମାନେ ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁଙ୍କ ନାମରେ ବିଶ୍ୱାସ କରି ତାଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ସବସ୍କୁ ପାଠ ଆମମାନଙ୍କୁ ସେହି ସାବସ୍କୁ ପାଠ ଦ୍ୱାରା ଯାହା ଖ୍ରୀଷ୍ଟଙ୍କ ପ୍ରେମ ବିଷୟରେ ଆମକୁ କହିଲ। ହଁ ପ୍ରଭୁ, ଆମମାନେ ସମସ୍ତେ ଶେଷ ସମୟରେ ବାସ କରୁଅଛୁ, ଆଉ ଯେଉଁ ସଙ୍କଟ ଆମ ସମ୍ମୁଖରେ ଅଛି, ସେହି ସଙ୍କଟକୁ ଯେପରି ଆମେ ମୁକାବିଲା କରିପାରିବୁ, ତା ପାଇଁ ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ କର। ଆଉ ସେହି ପବିତ୍ର ଆତ୍ମା ଦ୍ୱାରା ଆମକୁ ପରିଚାଳନା କର। ଆଉ ପରିଶେଷ ଯେବେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବେ। ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ଶୁଣି ଗ୍ରହଣ କର। ଆମେନ୍।